ଆମେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଯେତେ ଦିନ ପର୍ଯ୍ୟନ୍ତ ଆମର ଦାବି ପୂରଣ ହେଇନାହିଁ ଏ ଜାଗା ଆମେ ଛାଡ଼ିବୁ ନାହିଁ। ଆମମାନଙ୍କର ଦାବି ହେଉଛି ଦୀର୍ଘ 15 ବର୍ଷ ହେଲା ଆମେ ଉଦ୍ୟାନ ସାଥୀ ଭାବରେ ଆମେ ଉଦ୍ୟାନ ବିଭାଗରେ କାର୍ଯ୍ୟ କରି ଆସୁଅଛୁ। ଆମେ ଉଦ୍ୟାନ ସାଥୀ ନୁହଁ, ଉଦ୍ୟାନର ସବୁ କାମରେ ଆମେ ସାଥୀଟିଏ। ମାନେ ଗ୍ରାସ ରୁଟକୁ ଯାଇକି ଚାଷୀକୁ ଚିହ୍ନଟ କରିବା ଏବଂ ବିଭିନ୍ନ ପ୍ରକାର ଯୋଜନା ସରକାର ଯୋଜନା ଯେଉଁ ଡିପାର୍ଟମେଣ୍ଟରୁ ଦିଆହେଉଛି ସେଇଟା ସେ ଯୋଜନାକୁ ଆମେ ଗ୍ରାମାଞ୍ଚଳକୁ ଯାଇକି ଗୋଟେ ଏକତ୍ର କରି ଗୋଟେ ଜାଗାରେ ଆମେ ବସେଇକିନା ଆମର ଏଇ ଡିପାର୍ଟମେଣ୍ଟ ବିଷୟରେ ଅବଗତ କରୁ। ଆମେ ଦୀର୍ଘ 15 ବର୍ଷ ହେଲା ଆମେ ଏଇ ବିଷୟକୁ ଆମର ଅସୁବିଧାକୁ ଆମେ ଜଣାଉଛୁ। ବର୍ତ୍ତମାନ ସୁଦ୍ଧା ବି ସରକାର ଆମମାନଙ୍କୁ ଅଣଦେଖା କରୁଛି। ତେଣୁକରି ଆମେ ବିଶେଷ ଅନୁରୋଧ ଯାହାକି ଆମର ଦାବି ରହିଛି ଆମମାନଙ୍କୁ ଅତି କମରେ 22,000 ସ୍ଥାୟୀ ନିଯୁକ୍ତି ସହିତ 22,000 ଆମକୁ ଦରମା ଦିଆଯାଉ ଏବଂ ଆମମାନଙ୍କୁ ସ୍ଥାୟିତ୍ୱ କରାଯାଉ। ସରକାର ଯଦି ନ ଶୁଣିଲେ ତାହେଲେ ଆମେ ଚିରଦିନ ପାଇଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏ ରାଜରାସ୍ତାରେ ଦରକାର ବେଳେ ଆମେ ମାନେ ଆତ୍ମହତ୍ୟା ବି ଆମେ କରିବୁ। ବର୍ତ୍ତମାନ 15 ବର୍ଷ ବିତିଗଲାଣି, ଆମେ ଏବେ କୁଆଡ଼େ ଯିବୁ? ଆମେ କେରଳ ଯାଇପାରିବୁ ନାହିଁ। ଆମେ ହେଉଛୁ ଗଣତନ୍ତ୍ରର ମାଲିକ, ଆମ ଦ୍ୱାରା ସରକାର ଗଢ଼ିଛନ୍ତି। ଆମେ ହେଉଛୁ ପ୍ରକୃତରେ ବର୍ତ୍ତମାନ ରାଜତନ୍ତ୍ର ସରକାର ଚଲେଇଛି, କିନ୍ତୁ ଗଣତନ୍ତ୍ରର କୌଣସି ମୌଳିକ ଅଧିକାର ନାହିଁ। ତେଣୁକରି ଆମର ସମାନ କାମ ପାଇଁ ସମାନ ଆମକୁ ଦରମା ଦିଆଯାଉ, ଏତିକି ମୋର। ଆମର ବିଗତ 15 ବର୍ଷ ହେଲାଣି ଆମେ କାମ କଲାକୁ ଡିପାର୍ଟମେଣ୍ଟରେ, କିନ୍ତୁ ଡିପାର୍ଟମେଣ୍ଟ ଆମ କାମକୁ ଟିକେ କର୍ଣ୍ଣପାତ କରୁନି। ଆମେ 15 ବର୍ଷ ହେଲା ସବୁ ଡିପାର୍ଟମେଣ୍ଟର A ଠୁ Z କାମ ସବୁ କାମ କଲେ ମଧ୍ୟ ଆମେ ବର୍ତ୍ତମାନ ଆଳୁ ପିଆଜ ସବୁ ବଣ୍ଟନ କରୁଛୁ। ଆଉ ଗୋ ସୁଗମ ମାନେ NHM ସବୁ କାମ ଆମେ କରୁଛୁ। ଡିପାର୍ଟମେଣ୍ଟର ସବୁଠୁ କାମ କଲା ମଧ୍ୟ ଆମକୁ ବର୍ତ୍ତମାନ କିଛି ପାରିଶ୍ରମିକ ମିଳୁନାହିଁ। ଆମେ ସେମିତି ବର୍ତ୍ତମାନ ଭୋକ ଉପାସରେ ଆମ ପିଲାମାନେ ପଢୁଛନ୍ତି। ଆମେ ଖାଇବାକୁ ବି ପାଉନୁ। କହିଲା ଭଳିଆ 15 ବର୍ଷ ହେଲା ଆମେ ଖଟି ଡିପାର୍ଟମେଣ୍ଟରେ ଆମ କଥା କର୍ଣ୍ଣପାତ କରୁନି। ପୂର୍ବତନ ସରକାରକୁ ଦୀର୍ଘ 2010 ମସିହାରୁ ଆମେ ମାନେ ବର୍ତ୍ତମାନ ଉଦ୍ୟାନ ବିଭାଗରେ କାମ କରୁଛୁ। ଆଜକୁ 15 ବର୍ଷ ହେଲାଣି, କିନ୍ତୁ ପୂର୍ବତନ ସରକାର ଆମକୁ ସବୁବେଳେ ମାନେ ଭେଳିକି ଦେଖେଇ ହଁ କରିବୁ ବୋଲି କିଛି ଏପର୍ଯ୍ୟନ୍ତ କିଛି କରିଲେ ନାହିଁ। ବର୍ତ୍ତମାନ ସରକାରଙ୍କୁ ବର୍ତ୍ତମାନ 1.5 ବର୍ଷ ହେଲାଣି ଆମେ ସରକାରଙ୍କୁ ଭେଟିଛୁ। ଆମ ମୋହନ ମାଝୀ ସରକାର ହେଉଛନ୍ତି ଲୋକଙ୍କ ସରକାର ବୋଲାଉଥିବା ବେଳେ ଆମ କଥା କିଛି କର୍ଣ୍ଣପାତ କରୁନାହାନ୍ତି। ସେଥିପ୍ରତି ଆମେ ସରକାରଙ୍କୁ ନିବେଦନ କରୁଛୁ, ମୁଖ୍ୟମନ୍ତ୍ରୀଙ୍କୁ ଯୋଡ଼ ହସ୍ତରେ ନିବେଦନ କରୁଛୁ, ଆମ ଦୁଃଖ ଟିକେ ବୁଝନ୍ତୁ। ଆମର ଦାବି ରହିଛି ଡିପାର୍ଟମେଣ୍ଟରେ ଆମକୁ ସ୍ଥାୟୀ ନିଯୁକ୍ତି ଦିଆଯାଉ। ଆମକୁ ବର୍ତ୍ତମାନ ସବୁ କାମ ସ୍ଥାୟୀ ନିଯୁକ୍ତି ଦେଲେ ଆମକୁ ଡିପାର୍ଟମେଣ୍ଟରେ ଯେକୌଣସି କାମ ଦେବେ ସରକାର ଆମକୁ ଦେବେ, ଆମେ ସବୁ କାମ ଫୁଲଫିଲ୍ କରିବୁ। ସରକାରଙ୍କୁ କେବେ ନିରାଶ କରିବୁନି। ଆମେ ବର୍ତ୍ତମାନ ଆମ ଉଦ୍ୟାନ ବିଭାଗରେ ଆମେ ଅଲ୍ ଓଡ଼ିଶାରେ ଆମେ 500 କର୍ମଚାରୀ ଅଛୁ। ଆମ ସମସ୍ତଙ୍କୁ ସ୍ଥାୟୀ ନିଯୁକ୍ତି ଦେଇକିରି ଡିପାର୍ଟମେଣ୍ଟର ଯେକୌଣସି କାମ କରିବୁ, ଆମେ ସମସ୍ତଙ୍କର କାମ ଫୁଲଫିଲ୍ କରିବୁ। ଆମେ ପ୍ରଥମ କଥା ହେଉଛି ଲୋକମାନେ ଆମର କୃଷିର ଧାନ କରିବାକୁ ଯାଉଥିବା ବେଳେ ଆମେ ଲୋକମାନଙ୍କୁ ବୁଝେଇ ବର୍ତ୍ତମାନ ଉଦ୍ୟାନ ବିଭାଗର ଯେଉଁ ସବୁ କାମ ରହୁଛି ସେମାନଙ୍କୁ ସବୁ କାମ ଦେଖେଇ ତାଙ୍କର ବର୍ତ୍ତମାନ ଆର୍ଥିକ ସ୍ୱଚ୍ଛଳ କରୁଛୁ। ସେଥିପାଇଁ ଆମେ ବର୍ତ୍ତମାନ ସରକାରଙ୍କୁ ନିବେଦନ କରୁଛୁ, ଆମ ଦୁଃଖ ଟିକେ ବୁଝନ୍ତୁ। ଆମ ପିଲା ବର୍ତ୍ତମାନ ବଡ଼ ଦାଣ୍ଡରେ ବସିଛନ୍ତି, ଆମ କଥା ଟିକେ ବୁଝନ୍ତୁ ସରକାର। ଜୟ ଜଗନ୍ନାଥ।